शीघ्र पारुछ ए जगह छाड़ी चली जाओ सुगम तमे एक କଥା କହିପାରୁଛ ତମର ଉପରେ ଭରସା କରି ମୁଁ ଆଜି ଏତେ ବାଟ ଆଗେଇ ଯାଇଛି ତମରି କଥାରେ ବିଶ୍ୱାସ କରି ରହି ମୁଁ ନିଆଁ କୁଟେଇଛି ଆଜି ରୂପଡ଼ା ନିଆଁରେ ଜଡ଼ିତ ଭାବରେ ତମେ ମୋ ହାତ ଛାଡ଼ି ରହୁଛ କେମିତି ଆଉ କଣ ଭାବୁଛ ଶୁଣିବାକୁ ଚାହୁଁଛି ମୁଁ କିନ୍ତୁ ତମର କୌଣସି ପ୍ରଶ୍ନର ଉତ୍ତର You are bound to answer me କାରଣ ଏତେ ମନ ଥାଇ ମୁଁ ତମକୁ ଭଲ ପାଉଛି ସେଇଟା ମିଛ ସବୁ ଅଭିନୟ ମୁଁ କିନ୍ତୁ ଚାହେଁ ଦ୍ୱିତୀୟ ନାରୀ ତମ ଭଳି ଝିଅ ସହିତ କେବଳ ସମ୍ପର୍କ ରଖାଯାଏ ସଂସାର କରାଯାଏନି ଅଛି ତୁମ ବାପାଙ୍କର ସଂସାର ଗାଡ଼ି ବ୍ୟାଙ୍କ ବାଲାନ୍ସ ଅଭିଜାତ୍ୟ ନା ପରମ୍ପରା I love you, Manasi. I love you. अरे अभिनय करुथिले अरे टीवी रे गोटे नाटक देखिथिले सेतिरे हिरोटा हिरोइन को भयभीत करबा पई गोटे मिछ अभिनय करथिला ओबे भाबिली एमते गोटे मिछ अभिनय करी तुमको टिके चमकेई देबी अफार से तुम पूरा पूरी डली गला हेले सेति हिरोइन भयकला सता हेले एमिति गोटे सिचुएशन क्रिएट होला जे हिरोइन हिरो को भूलियो पई बाध्य होइथिला शेषरे से आउ बाहर पे गला सत सत जदी मो बाहर होई जिबी नाई मानसी नाई तुमे सेति कहनी तुमको साडी रही पानी कारण भाव जन्म पाई तुमे केवल मोर वो पुलिस स्टेशन रो फेरला परे डैडी को करी तुमको पागल ढेली पिंदे हम घर को बहु कर आनी
ଦୁଇ ଭାଇଙ୍କର ଶବ ଦେଖିବୁ ତ ଆମ କଥାରେ ରାଜି ହେବୁ ନା ତୋ ଭାଇକୁ ଫାଶୀ ହେଇଯିବ ସକାଳେ ଯିବୁ ନା କହିବୁ ତୋ ଭାଇକୁ ଫାଶୀ ହେଇଯିବ ଶବ ଦେଖିବୁ ଫାଶୀ ହେଇଯିବ ଶବ ଦେଖିବୁ ଫାଶୀ ହେଇଯିବ ଦେଖିବୁ ଫାଶୀ ହେଇଯିବ ତମେ ମତେ ଏଇ ପରୀକ୍ଷାରେ ପକେଇଦେଲ। ନା କଲେ ସେମାନେ ମୋ ସୁଗମକୁ ମାରିଦେବେ। ମୋ ଭାଇକୁ ଫାଶୀ ହେଇଯିବ। ଆଉ ହଁ କଲେ ମୋ ଭଲ ପାଇବା ତୁଟିଯିବ। ମୋ ଜୀବନ ପଛେ ନର୍କେ ମରିଥାଉ। ଏ ଜଗତ ଉଦ୍ଧାର ହେଉ। ମୁଁ ତମ କଥାରେ ରାଜି। হাত ধরি বাট চালিব টিকে টিকে ভালো থাকিব। ମାନସୀ, ଏଇ ଟିକିଏ ସମୟ ତୁମଠାରୁ ଦୂରେଇ ଗଲି ବୋଲି ତମେ ମୋ ଭଲ ପାଇବାକୁ ଧୋକା ଦେଇ ଶେଷରେ ବିକ୍ରମ ସହିତ ସମ୍ପର୍କ ରଖିବାକୁ ଚାହିଁଛି। ମାନସୀ କହିପାରୁଛ କାହିଁକି କହିଥିଲି? ମୁଁ ଗୋଟିଏ ନାରୀ। ନାରୀର ମନ କାଗଜଟା ଯୁଆଡ଼େ ପବନ ଆସିବ ସିଆଡ଼େ ଭାସିଯିବ। ତମେ ମିଛ କହୁଛ ତମେ ମୋ ସହିତ ଅଭିନୟ କରୁଛ। ଆଖିରେ ଦେଖି ସାରିବା ପରେ ଆଉ ଅବିଶ୍ୱାସର ପ୍ରଶ୍ନ ଉଠିଲା କୋଉଠି? କିନ୍ତୁ କେମିତି ବିଶ୍ୱାସ କରିବି ଯୋଉ ମାନସୀ ଚାଲିଲେ ପାଦର ଶବ୍ଦ ଶୁଭେ ନାହିଁ। ଆଜି ସେ ପାଦ କେମିତି ଅବାଟକୁ ଚାଲି ଯାଇଛି। ଯାହାର ଓଠରୁ ଭାଷାରେ ଅମୃତ ଝରି ଆସେ ଆଜି ସେଇ ଓଠରୁ ବିଷ ଝରିବ କେମିତି? କାରଣ ଏଇଟା କଳିଯୁଗ। ଗୋଟିଏ ପୁରୁଷକୁ ନେଇ ନାରୀ କେବେ ସନ୍ତୁଷ୍ଟ ନଥାଏ। ନାରୀ ଚାହିଁଥାଏ ଅନେକ ପୁରୁଷ। ଏ କଥା କଣ ତମେ ଜାଣିନ?
ଟିକେ ଆଗରୁ ପରେ ତମେ କହୁଥିଲ ଏ ସୁଗମ ବିନା ମାନସୀ ଜୀବନର ମାନେ କିଛି ନାହିଁ ହେଲେ ଏ କଥା କହିପାରୁଛ କେମିତି? ପରିସ୍ଥିତି ମଣିଷକୁ କହିବାକୁ ବାଧ୍ୟ କରିଥାଏ। ମାନସୀ ତମେ ଯଦି ପ୍ରକୃତରେ ମୋତେ ଭଲ ପାଉଛ, ଆମ ହୃଦୟ ଭିତରେ ମୋତେ ଯଦି ଜାଗା ଟିକେ ଦେଇଥାଅ, ତାହେଲେ ତମେ ମୋତେ ଭୁଲିଯାଅ। ତୁମକୁ ଛାଡ଼ି ମୁଁ ବଞ୍ଚି ପାରିବିନି ମାନସୀ, ବଞ୍ଚି ପାରିବିନି। ତମକୁ ଆମ ଭଲ ଉପାୟ ମାରିବୁ। ନା हे समय तमे कोठी अछ प्रभु, तमे कोठी अछ? पूर्वरे अछ ना पश्चिमरे अछ? उत्तररे अछ ना दक्षिणरे अछ? काहेकि मो भल पाइबाको मो ठारू छोड़े देल समय? काहेकि तमे कोठी अछ समय? तमे कोठी अछ? ତମେ କିଏ? ସମୟ ଯାହା ନିର୍ଦ୍ଦିଷ୍ଟ ଠିକଣା ନଥାଏ। ଏଠି ସେଠି ସବୁଆଡ଼େ। କହିପାରିବ ବନ୍ଧୁ, ଏଇ ଦେଶ ନାରୀ ଜାତିକୁ ସମ୍ମାନ ଦେଇ ଠିକ କରିଛି ନା ଭୁଲ କରିଛି? ନାରୀ ଜାତିକୁ ସମ୍ମାନ ଦେବା ମାନେ କଣ? ରାତି ଅଧିଆ ପାର୍ଟି କ୍ଲବରେ ମଦ ପିଇ ପ୍ରୟାସ କରୁଥିବା ତୁମର ସ୍ୱାଧୀନତା ଦେବା ମାନେ କଣ? ନାରୀ ଜାତିର ବିଜୟ ନା ବିଜୟ ନାଁରେ ପରପୁରୁଷ ସହିତ ମିଶି ନିଜ ସ୍ୱାମୀ ପାଖରେ କରୁଥିବା ମିଛିକା ଅଭିନୟ। ସ୍ୱାଧୀନତା ଦେବା ମାନେ କଣ? ନାରୀ ଜାତିର ଉତ୍ଥାନ ନା ନାରୀ ଜାତିର ପତନ? ଏ ସ୍ୱାଧୀନତା ଦେବାଟା ନାରୀ ଜାତିକୁ ଉର୍ଦ୍ଧ୍ୱଗାମୀ କରିଛି ନା ବିପଥଗାମୀ କରିଛି? ତମେ କାହା କଥା କହୁଛ? ମୁଁ ତାରି କଥା କହୁଛି। ଯାହାପରେ ଜୀବନ ସଂଖ୍ୟା ଆଉ କଥାରେ ତୋ ପାଇଁ ସିନ୍ଦୁର ଦେଇ ଘରକୁ ବୋହୂ କରିକି ଆଣିଥିଲି। କାଠି କୁଟା ଆଣି ଛୋଟିଆ ଘରଟିଏ କରିଥିଲି। ହେଲେ ହଠାତ୍ ଝଡ଼ ପବନ ମାଡ଼ି ଆସିଲା। ବର୍ତ୍ତମାନ ଭବିଷ୍ୟତ ଅତୀତ ସବୁ ମୋ ପାଇଁ ଗୋଟେ ମରିଚିକା ପାଲଟିଗଲା। କିନ୍ତୁ କାହିଁକି? ହେଲେ ତମେ କିଏ? ରାତି ଗୋଟିଏ ନିଶାଚର ନିର୍ଦ୍ଦିଷ୍ଟ ଠିକଣା ଖୋଜୁଥିବା ଗୋଟିଏ ଯାଯାବର ଯାହାର ଘର ଦ୍ୱାର ଭାଙ୍ଗି ଚୁରମାର ହେଇଯାଇଛି। ପବନ ସାଙ୍ଗକୁ କୁତୁହା ବର୍ଷା ପାଣି ସବୁ ସ୍ୱପ୍ନକୁ ଧୋଇ ଦେଇଛି। ତମେ
ବିଷୟରେ କେହି କାନ୍ଦନ୍ତିନି ବନ୍ଧୁ। ତାଙ୍କୁ ତ ସେଇଥିପାଇଁ ବାଧ୍ୟ କରାଯାଏ, ଯୋଉଥିପାଇଁ ସାରା ଜୀବନ ଆଖିରୁ ଲୁହ ଝରେ। ଏଟା କିଛି ମରି ଝରୁଛି। ହେଲେ ଏଇଥିପାଇଁ ଦାୟୀ କିଏ କହିପାରିବ ବନ୍ଧୁ? ଦାୟୀ କେବଳ ଏଇ କଳିଯୁଗର ନାରୀମାନେ, ଯୋଉମାନଙ୍କୁ ଦେଖିଲେ ମୋ ସାମାଙ୍ଗ ଚଳିଯାଏ, ଇଚ୍ଛା ହୁଏ ସେମାନଙ୍କୁ ଧ୍ୱଂସ କରିଦେବା ପାଇଁ। ହେଲେ ହାତ ମୋର ଟକି ଯାଏ। କଣ ନାହିଁ, ଏଇ ଦେଶର ସର୍ବୋଚ୍ଚ ନ୍ୟାୟ, ଏଇ ଦେଶର ସରକାର ନାରୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ କରିଛି। ନାରୀ ଜାତିକୁ ସମ୍ମାନ ଦିଅ, ନାରୀ ଜାତିକୁ ସୁରକ୍ଷା କର। ହେ ଦେଶର ସର୍ବୋଚ୍ଚ ନ୍ୟାୟ, ନେତା, ମନ୍ତ୍ରୀ, MLA, ତମ ଦେଶର ଆଇନ କାନୁନକୁ ମୁଁ ସମ୍ମାନ ଜଣାଇ କେବଳ ଏତିକି କହୁଛି, ଏ କଳିଯୁଗ ସତେ ଦୂର ଜୁଆର। ଫଗୁଣା ଯେବେ ଚାଲିଛି ଜୀବନର ସବୁ ମୋ କଥା ଟିକେ ଶୁଣ। ତମେ ଏମିତି କିଛି କରନି ଯୋଉଥିରେ କି ଏ ଘରର ମାନ ସମ୍ମାନ ଦାଣ୍ଡରେ ନିଲାମ ହେଇଯିବ, ମୋ ବାପା ଭାଇଙ୍କ ମୁଣ୍ଡ ତଳକୁ ହେଇଯିବ। ଓହୋ, ରଖ ତ ମାନ ସମ୍ମାନ। କଥାଟା ଦାଣ୍ଡରେ ପଡି ହାତରେ ପଡି ସାରିଲାଣି, ଆଉ ଇଏ ପଡି ମାନ ସମ୍ମାନ ଦେଖୁଛନ୍ତି। ତମ ଘର ମାନ ସମ୍ମାନ ଚାଲିବେ, ମୋର କଣ ଯାଏ ଆସେ? ତମେ ସେମିତି କୁହନି। ମୋ ହାତରୁ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ସାରିଲା ପରେ ତମେ ହେଉଛ ଏ ଘରର ବୋହୂ, ଏବଂ ବୋହୂ ହିସାବରେ ଏ ଘରର ସମ୍ମାନ ରକ୍ଷା କରିବା ହେଉଛି ତୁମର କର୍ତ୍ତବ୍ୟ। ଓହୋ, ସେ କର୍ତ୍ତବ୍ୟ କରିବା ମୋର ଆବଶ୍ୟକ ନାହିଁ। ତାପରେ କଣ ଏ ନିଆଁଟାକୁ ଅଣ୍ଟିରେ ପୁରେଇ ମୋର ନିଜର ସର୍ବନାଶ କରିବି? ତାର ଏତେ ସାହସ, ସେ ମୋରି ଭାଇକୁ ପ୍ରେମ କରିବ, ପ୍ରେମ। ଆରେ ପ୍ଲିଜ ଟିକେ ଚୁପ୍ ରୁହ। ବାପା ଭାଇ ଶୁଣିଲେ କଣ ହେବ ଭାଇପାରୁଛ? ତମେ ଟିକେ ଚୁପ୍ ରୁହ। ମୁଁ କଣ ତମ ବାପା ଆଉ ଭାଇକୁ ଡରିଛି ନା କଣ? ତାପରେ ତମକୁ ଯଦି ବାଡ଼ି ଯାଉଛି, ତମ ଭଉଣୀଟା ପ୍ରେମ କରିବା ପୂର୍ବରୁ ତାର ଚିନ୍ତା କରିବା ଉଚିତ ଥିଲା। ମୁଁ ତ ସେ କଥା କହୁନି, କଥାଟା ସତ କି ମିଛ ଆମେ ତ ଏଯାଏଁ ଜାଣିନେ ନା। ତାମାନେ ତମେ ମୋତେ ଅବିଶ୍ୱାସ କରୁଛ? ମୁଁ ତୁମ ଭଉଣୀ ନାଁରେ ମିଛ କହିଛି, ସବୁ ପ୍ରମାଣ ଦେଖି ସାରିଲା ପରେ ବି ତମର ତ ମୋତେ ଫାଙ୍କି ଦେବାକୁ ବସିଛ। ତମର ତ କମ୍ ସାହସ ନୁହେଁ? ଶୁଣ, ଆଜି ଯେମିତି ହେଲେ ଗୋଟିଏ ଫଇସଲା ହେବା ଦରକାର। ହଁ, ଫଇସଲା ହେବା ଦରକାର। ଆଚ୍ଛା, କଣ ହେଇଛି? ଯାହା ସବୁ କାମ କରିବାକୁ କହିଦେଲୁ, ମୁଁ ସବୁତକ କାମ କରିସାରିଛି। ହେଲେ କହ, ଆଉ କଣ ବାକି ଅଛି? ମୁଁ ସବୁ କରିଦେବି। ହଁ, ଆରେ ଘର କାମ କରିଦେଲେ କଣ ହବ? ଏ ଦୁନିଆର ଖବର କଥା ବି ବୁଝିବା ଦରକାର। ଯଦି କିଛି ବୁଝି ନ ପାରୁଛ, ତାହେଲେ ତମ ଦିଅର ଠାରୁ ବୁଝି ନିଅ। ରୋହନ, ଆରେ କଣ ହେଇଛି? ଘରର ଇଜ୍ଜତ ଦାଣ୍ଡରେ ନିଲାମ ହେବାକୁ ବସିଲାଣି। ଆମମାନଙ୍କ ମୁଣ୍ଡ ତଳକୁ ହେଇଯାଉଛି। ରାସ୍ତାଘାଟରେ ଲୋକମାନେ ଆମକୁ ଆଙ୍ଗୁଠି ଉଠାଇ ପରିହାର କରିବାକୁ ଆରମ୍ଭ କଲେ। ଓହୋ, କଥାଟା ଖୋଲି କହିଲେ ସିନା ମୁଁ ଜାଣିବି, ନହେଲେ ଜାଣିବି କେମିତି? ମୁଁ ତୁମକୁ ସେ କଥାଟା କହିପାରିବିନି ଭାଉଜ। କହିଲା ବେଳକୁ ମୋ ଜିଭଟା ଅଟକି ଯାଉଛି, ଶବ୍ଦକୋଷ ଗୁଡାକ ମୋ ଠାରୁ ଦୂରେଇ ଯାଉଛି, ମୋତେ ଚାରିଆଡ ଅନ୍ଧାର ଦେଖାଯାଉଛି। ଯଦି ପାରୁଛ
ତାହେଲେ ନିଜ ଗେଲେଇ ନଣନ୍ଦକୁ ଡାକି ପଚାରି ବୁଝି ପାର। କାହିଁକି କଣ କରିଛି କି ମୋ ଝିଅ? କଣ କରିଛି? ବାମନ ହେଇ ମୁକ୍ତାହାର ପିନ୍ଧିବାକୁ ଚେଷ୍ଟା କରିଛି। ଆଉ ତାଛଡ଼ା ଏ ଅନାବନା କାତଳି ଦେବତାର ମୁଣ୍ଡରେ ଅଣ୍ଡେ ଲାଗିବାକୁ ଚେଷ୍ଟା କରିଛି। ଓହୋ, ଆରେ ଯାହା କହିବା କଥା ସିଧା ସିଧା କୁହ। ସିଧା କଥା ହେଲା ତମ ଗେଲେଇ ଝିଅ ମାନିର ବିକ୍ରମ ମାନ ସିଂ ସହ ପାପ ସମ୍ପର୍କ ଅଛି। ନିଜ ଭଉଣୀ ନାଁରେ ଏତେ ମିଛ କଥା କହିବାକୁ ତ ଜୀବଟା ଲେଉଟି ଗଲାନି କେମିତି? ଆରେ ଆକାଶଟା ତ ମୁଣ୍ଡ ଉପରେ ଛିଣ୍ଡି ପଡ଼ିଲାନି କେମିତି? ଯୋଉଟା ସତ କଥା ସେ କଲେ ଏଥିରେ ତାଙ୍କର ଭୁଲଟା ରହିଲା କୋଉଠି ଯେ? କୋଉଟା ସତ? ମାନି ଏ ଘରର ମା ନିଜକୁ ତଳେ ପକେଇଛି ସେଇଟା ସତ, ନା ବିକ୍ରମ ମାନ ସିଂ ସହିତ ପାପ ସମ୍ପର୍କ ରଖୁଛି ଏଇଟା ସତ? କୋଉଟା ସତ କୁହ? ହଁ, ଖାଲି ସେତିକି ନୁହଁ, ସେ ଅନେକ ଟଙ୍କା ସହିତ ପାପ ସମ୍ପର୍କ ରଖିଛି। ଯଦି ମୋ କଥା ଅବିଶ୍ୱାସ ଅଛି ତାହେଲେ ଏଇ ନିଅ, ନିଜ ଆଖିରେ ଏ ପ୍ରମାଣ ସବୁ ଦେଖ। ଦେଖ। ଆରେ ଆରେ ବୋଲ ସବୁ କଣ ମୁଁ ଦେଖୁଛି ରେ? ଏଇ ଘରର ଇଟା ପଥର ସବୁ ଖସି ପଡୁନି ତ? ମୋ ପାଦ ତଳର ମାଟି ଦବି ଯାଉନି ତ? ଆରେ ଦେଖିଲ ବୋଉମା, ଆକାଶରେ ସୂର୍ଯ୍ୟ ଦେବତା ଆତଜାତ ହେଉଛନ୍ତି ନା ନାହିଁ? ଆରେ ଦେଖିଲୁ ବୋଉମା, ମୋ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଯାଉଛି ନା ନାହିଁ? ନାଇଁ ଦାଦା, ଆମ ମାନି କେବେ ହେଲେ ଏତେ ବଡ ଭୁଲ କରିପାରିବେନି। ଚନ୍ଦ୍ରରେ ହୁଏତ କଳଙ୍କ ଥାଇପାରେ, ହେଲେ ଭଉଣୀ ମାନି ଦେହରେ ନୁହେଁ। ଭାଇ ଚନ୍ଦ୍ରରେ କଳଙ୍କ ଲାଗି ତାକୁ କଳଙ୍କିତ କରିଦେଇଛି। ରାହୁ ତାକୁ ଗ୍ରାସ କରି ଅନ୍ଧକାର କରିଦେଇ ଚାଲିଛି। ରୋହନ, ନିଜ ଆଖିରେ ଦେଖି ସାରିବା ପରେ ବି ତମର ବିଶ୍ୱାସ ହଉନି କେମିତି? କେମିତି ବିଶ୍ୱାସ କରିବେ? ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଉଦୟ କରେ, ଆରେ କେମିତି ବିଶ୍ୱାସ କରିବି? ସତ ବାଟରେ ଯାଉଥିବା ବାଟୋଇଟା କେମିତି ବାଟ ଓଳାଇ ହେଇପାରେ? ହଁ, ଯଦି ବିଶ୍ୱାସ ହଉନି ତାହେଲେ ଆସାମୀକୁ ଡାକି ପଚାରି ପାର। ପଚାରିବି, ତୁ କଣ ଭାବିଛୁ ଏମିତି ଗୋଟେ ମିଛ ପ୍ରମାଣ ଦେଇ ଗୋଟେ ସଜଡ଼ା ଘରକୁ ଭାଙ୍ଗି ଦବୁ? ମୁଁ ଏବେ ମାନିକି ଡାକି ପଚାରୁଛି। ଠିକ ଅଛି। ଏ ମାନି, କଣ କିଛି କହୁଛ? ମତେ ଏମିତି ଜାଣିପାରିଲି ଏସବୁ କାହିଁକି? କଣ ହେଇଛି ଜାଣିପାରୁନୁ? କହ କହ, ଏ ସବୁ ଫଟୋ କାହାର? ମାନେ ଦାଦାଙ୍କ ପ୍ରଶ୍ନର ଉତ୍ତର ଦେ। ଏସବୁ କଣ ସତ ନା ମିଛ? କହିଦେ ମାନି, କହିଦେ। ଚୁପ ହେଇ ରହିଲୁ କାହିଁକି? ଆଉ ନୀରବ ରହିଲୁ କାହିଁକି? ନୀରବ ରହିଲୁ କାହିଁକି? ଅନେକ ଟୋକାଙ୍କ ସହିତ ତୋର ପାପ ସମ୍ପର୍କ ରହିଛି, ବିଶେଷ କରି ବିକ୍ରମ ମାନ ସିଂ ସହ। ମାନି, ଏ ମାନି, କହିଦିଅ ମାନି, ରୋହନ ଯାହା କହୁଛନ୍ତି ସବୁ ମିଛ କଥା। ଆମକୁ ସେମାନେ ମିଛ ବଦନାମ କରୁଛନ୍ତି। କୁହ, ଏସବୁ ମିଛ। ସତ କଥାଟା ଏବେ ମୁଁ କହୁଛି ଶୁଣ। ବିକ୍ରମ ସହିତ ମୋର ପାପ ସମ୍ପର୍କ ମୁଁ ତାକୁ ଭଲ ପାଏ ସତ। ତାଙ୍କ ସହିତ
ଏବେ କି ବିଚାର କରିବା କରନ୍ତୁ ଶୁଣନ୍ତୁ ମୋ ଭାଇ ସହିତ ଯଦି ତୋର କୌଣସି ସମ୍ପର୍କ ରହିବ ତାହେଲେ ବର୍ତ୍ତମାନ ମୁଁ ଏ ଘରେ ନିଆଁ ଲଗେଇଦେବି ନିଆଁ ହଁ ମୋ ନାଁଟା ହେଉଛି ଜୋସ ମୋ କଥାରେ ବିଷ ଆଉ ମୋ ହସରେ ବି ବିଷ ମୋ ନିଶ୍ୱାସରେ ବି ବିଷ ମୋ କଥା ବି ଶୁଣି ରଖ ଏମିତିଆ ଭଉଣୀ ଘରେ ରହିଲେ ମୁଁ ବି ଏ ଘରେ ରହିବିନି ଆଜିଠୁ ସେ ମୋ ପାଇଁ ମରିଗଲା ତମର କଣ ଆମ ଉପରେ ବିଶ୍ୱାସ ନଥିଲା ଆମେ କଣ ତମ ପାଇଁ ମନ ବାକି ପରଟେ ଖୋଜି ପାରି ନଥାନ୍ତୁ ଶେଷରେ ତମେ ବାପା ଭାଇଙ୍କ ମୁଣ୍ଡ ତଳକୁ କଲ ଘରର ମା ଇଜ୍ଜତ ତଳେ ପକେଇଲ କାହିଁକି ମାନି କାହିଁକି ମୋର ଏଇ କୁନି ଭଉଣୀ ନୁହଁ, ଯିଏ ଆମମାନଙ୍କ କଥାରୁ ବାହାରି ପଦଟିଏ କିଛି କହେନି, ଯିଏ ଘରର ମାନ ସମ୍ମାନକୁ ନେଇ ତଳେ ପକେଇ ଦିଏନି, ଯେଉଁମାନେ ବାପା ଭାଇଙ୍କ ନାଁରେ ପଦଟିଏ ଶୁଣିଲେ ତା ଦେହରେ ନିଆଁ ଲାଗିଯାଏ। ସତରେ ତୁ ଏମିତି ଭୁଲ କଲୁ କେମିତି? ପରିସ୍ଥିତିରେ ପଡ଼ି ସେ ହସ କାଟୁଥିଲେ ପରିସ୍ଥିତିରେ ପଡ଼ି ରାଜା ହରିଶ୍ଚନ୍ଦ୍ର ବସାଣି ଜଗିଥିଲେ ପରିସ୍ଥିତି ମଣିଷକୁ ତଳକୁ ନେଇଯାଇଥାଏ ଠିକ୍ ସେମିତି ଆଜି ମୋ ପରିସ୍ଥିତି ପୁଣିଆଡ଼ି ଜାଗାରେ ମୁଁ ଛନ୍ଦି ହେଇଯାଇଛି ନା ଆଗକୁ ଯାଇପାରୁଛି ନା ପଛକୁ ଫେରି ପାରୁଛି ମୋ ପରିସ୍ଥିତି ହେଇଯାଇଛି ମାନି କଣ ହେଇଛି ସତ କଥାରେ ଆମକୁ କହୁନ କାହିଁକି ତମକୁ ସେ କଥା କହିପାରିବି ବାବୁ କାହିଁକି କହିପାରିବୁନି କଣ ପାଇଁ କହିପାରିବୁନି ଆଉ କଣ ଏଠି ରହି ବାପ ଭାଇର ଇଜ୍ଜତ ତଳେ ପକେଇବୁ ଆଜି ମୁଁ ତତେ ମାରି 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 ଦେବି ସବୁ ସମସ୍ୟାର ସମାଧାନ ହେଇଯିବ ଦାଦା। ଆଉ ଏ ନିର୍ଲଜ୍ଜଟା କଣ ଆମ ମାନ ସମ୍ମାନ ରଖିଛି ଆଜି ଦାଣ୍ଡ ଦୁଆରେ ଆମର ଇଜ୍ଜତ ନିଲାମ କରିଦେଇଛି ନା ଏଇଟାକୁ ମୁଁ ଆଜି ମାରି 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 ମାରିଦେବି କଣ ହେଇଛି আরে পাপ করছি যেবে কহিব কেমিতি এই দেখ ফটো
ସବୁ ଜାଣିପାରିବୁ। ମାନେ ମୁଁ ଏସବୁ କଣ ଦେଖୁଛି? ଯିଏ ଆମ ପାଖର ମୋ ବଡ଼ ବାପାକୁ ଛଡ଼େଇ ଦେଇଛି, ଯିଏ ଆମ ଘରର ହସ ଖୁସିକୁ ଲିଭେଇ ଦେଇଛି, ତୁ ତାରି ପୁଅ ସହିତ ପାପ କରିଛି କି ପୁଣ୍ୟ କରିଛି ମୁଁ ସେ କଥା ଜାଣିନି, ହେଲେ ଆଜି ମୁଁ ମୋର କର୍ତ୍ତବ୍ୟ କରିଛି ଭାଇ। କର୍ତ୍ତବ୍ୟ? କୋଉ କର୍ତ୍ତବ୍ୟ ତମକୁ ବାଧ୍ୟ କରୁଛି ଘରର ମାନ ଇଜ୍ଜତ ତଳ ପକେଇବାକୁ? କୋଉ କର୍ତ୍ତବ୍ୟ ତମକୁ ବାଧ୍ୟ କରୁଛି ବାପା ଭାଇଙ୍କ ମୁଣ୍ଡ ତଳକୁ କରିବାକୁ? କହିଲି ସେ କଥା ମୁଁ ତମକୁ କହିପାରିବିନି ବୋଲି। বার কাঠই ঝিও বা তু আজ ইতিহাসে গোটে নূয়া অধ্যায় সৃষ্টি করদেলু। তোতে উচ্চ শিক্ষিতা করিবার ফলটা বেশ নেই দেলু। এ কথা শুনি সারিবা পরে সবু বাপা মা মানে ঝিও জন্ম করিବାକୁ ডরিবে, আর ভাই মানে তা ভৌণীর তন্তিকে বি মারি দেবে। মারি দিও ভাই, ও তোকে বিশেষ করে দিও। মরিগলে হয়তো মরতে পাইছিলি। ମଣିଷ ଝିଅ ଜନ୍ମ କରି ପୁଣ୍ୟ ଅର୍ଜନ କରିବାକୁ, ଆଉ ମୁଁ ଝିଅ ଜନ୍ମ କରି ଏତେ ପୁଣ୍ୟ ଅର୍ଜନ କଲି ମୋ ଘରେ ରଖିବାକୁ ଜାଗା ନାହିଁ। ତଥାପି ପଚାରି ମୁଁ ସେଇ କଳିଯୁଗକୁ, ହେ କଳିଯୁଗ ମତେ ଝିଅ ଜନ୍ମ ଦେଲ କାହିଁକି? ଆଉ ଯଦି ଝିଅ ଜନ୍ମ ଦେଲ ତା ମନରେ ସଚେତନତା ସୃଷ୍ଟି ନ କଲ କାହିଁକି? ହେ କଳିଯୁଗ, এটা কার দোষ? মোর দোষ না মো শিক্ষার দোষ না খবর দোষ না তা বয়সর দোষ? আরে নীলজি আউ ঠিয়াই রইলু কাহিকি? আজ এ ঘর ছাড়ি চালি যা কହୁছি। এইটা জনবধূ সামন্ত রায় দাদা সে চালি গলে রহিবে কোটি? সেইটা সে বিচার করিব। মানুষ কহি দଉଛି আজিরে সিଏ ঘর ছাড়ি চালি ଯିବ। ଆଉ ତମେ ମାନେ ଯଦି ଏଟାକୁ ରଖିବାକୁ ବାଧ୍ୟ କର ତାହେଲେ ଏଇ ଜନବଧୂ ସାମନ୍ତ ରାୟ ନିର୍ଦ୍ଦେଶ କାଲି ସକାଳୁ ଏ ପୂର୍ବ ସମାନ কথা দিয়ে শুনো বাবা। ସାନ ଭାଇ, ସତରେ କଣ ଏ ଘର ଛାଡ଼ି ମୁଁ ଚାଲିଯିବି? এই কথা কাহাକୁ ବୁଝାଉଥିଲ ମାନେ? ପ୍ରତ୍ୟେକ ଭଉଣୀ ମାନେ ତା ଭାଇ ହାତରେ ମମତାର ରାକ୍ଷୀ ବାନ୍ଧିଥାନ୍ତି। ସେଇ ହାତ ଉପରେ ଆଶା ଓ ଭରସା ରଖିଥାନ୍ତି। ହେଲେ ତୁ ଆଜି ସେ ଭରସାକୁ ଭାଙ୍ଗି ଦେଇଛୁ। ତୋର ହାତ ଭାଙ୍ଗି ତୁ ମୋତେ ଆଜି ପଙ୍ଗୁ ଅର୍ପଣ କରିଦେଇଛୁ। ମୁଁ ତୋତେ ହାତ ଯୋଡ଼ିଦେଲ ଭଉଣୀ, ମୋ ବାପାଙ୍କୁ ତୁ ବଞ୍ଚିବାକୁ ଦେ। କଥା ଟିକେ ଶୁଣ ଭାଇ, ମୋ କଥା ଟିକେ ଶୁଣ। ଜନନୀ ଜନ୍ମଭୂମି ସ୍ୱର୍ଗାରୋପୀ କରିଅଛି। ଆକାଶଠାରୁ ବଡ଼, ସାଗରଠାରୁ ବଡ଼ ହୃଦୟ, ଶ୍ରୀମନ୍ଦିର ନେତଠାରୁ ତା ମମତାର ବଡ଼ ତକାନି। ତମେ କଣ ସେଇ ତମ ବଡ଼ ତକାନିରେ ଲୁଚାଇ ରଖିପାରିବନି ମା? ମାନି କେମିତି ଲୁଚେଇ ରଖିବି ନାନୀ? ତମେ କଣ ଜାଣିନ? ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ। ପିତୃ ଅତିକ୍ରମ କଲେ ନିୟତେ ସର୍ବ ଦେବତା। ମୁଁ
କରିଦେଇଛି କାନ ଦିଟାକୁ ବଧିର କରିଦେଇଛି ଆଖି ଦିଟାକୁ ବନ୍ଦ କରିଦେଇଛି ପାଟିଟାକୁ ଚୁପ୍ କରିଦେଇଛି ମୁଁ କିଛି ଦେଖିବିନି ମୁଁ କିଛି ଶୁଣିବିନି ମୁଁ କିଛି କହିବିନି କାହିଁକି କରିବନି ଭାଇ? ମୋ ଉପରେ ତମର ସେଇ ଗେହ୍ଲା ଭଉଣୀ କାନି ସେ ଅବୁଝାର ପାଖରେ ବସି ବୁଝାଇ ଦିଅ ସେ ନ ଖାଇଲେ ତାକୁ ଜହ୍ନ ମାମୁଁ ଦେଖେଇ କହିଦିଅ ଆଜି ଅଧକେ ସିଏ ଘର ଛାଡ଼ି ଚାଲିଯିବ ତମେ କିଛି କରିବନି ଭାଇ। କାହାକୁ କହୁଛୁ ମୁଁ ଗୋଟେ ଦଦର ନାଁରେ ଅନ୍ଧ ନାଉରୀ ମୋ ଡଙ୍ଗାଟା ମଝି ନଈରେ ହୁଏତ ମୁଁ ସେ କୂଳକୁ ଯାଇପାରିବିନି ଏଇଠି ହୁଏତ କଣ ମୁଁ କିଛି କହିପାରିବିନି ତୁ ଯଦି ପଚାରୁଛୁ ସେଇ ସମୟକୁ ପଚାର ସିଏ ତ ସବୁ ପ୍ରଶ୍ନର ଉତ୍ତର ଦେଇଦବ କାହିଁକି ସେ ତ ଆଖିରେ ଏମିତି ଲୁହ ଦେଇଛି ସେଇ ସମୟକୁ ପଚାର ପଚାରିବି ଭାଇ ସେଇ ସମୟ ରୂପୀ ଭଗବାନଙ୍କୁ ପଚାରିବା ପୂର୍ବରୁ ହେ କଳିଯୁଗକୁ ପଚାରୁଛି ହେ କଳି ତମେ କୋଉଠି ଅଛ? ଜଳରେ ଅଛ ନା ସ୍ଥଳରେ ଅଛ? ସ୍ୱର୍ଗରେ ଅଛ ନା ମର୍ତ୍ତ୍ୟରେ ଅଛ? ପ୍ରଶ୍ନର ଉତ୍ତର ଦିଅ। ସମୟ ସହ ତାଳ ଦେଇ ଚାଲୁଥିବା ଏ ଦୁନିଆର ମଣିଷ ଘଣ୍ଟା ଘଣ୍ଟା ମିନିଟ୍ ଘଣ୍ଟାକୁ ଅତିକ୍ରମ କରି ମୁଁ ଆଗକୁ ଯାଇନି ତାହେଲେ କାହିଁକି ମୋ ଭାଗ୍ୟ ଚାହୁଁଥିବା ତାଳ ଦେଇ ଆସିଲ? କାହିଁକି ମୋ କୁଆରୀ ଟିକିରେ ପରସ୍ପର ଦେଇଦେଲ? କାହିଁକି ମୋ ମୁହଁ ଛଡ଼େଇ ଦେଲ?
ବାପା ପୂଜା ପାଠରେ ବ୍ୟସ୍ତ ଅଛନ୍ତି। ସେଇଠି ଅପେକ୍ଷା କରନ୍ତୁ। ଆପଣଙ୍କ ପରିଚୟ କଣ? କୋଉଠୁ ଆସିଛନ୍ତି? କାହା ପାଖକୁ ଆସିଛନ୍ତି? BPL, ତାହେଲେ ମୁଁ ଖାଇବି। ଆପଣଙ୍କୁ। କେତେ ଦିନ ହେଲା ମୁଁ BPL ଖୋଜୁଥିଲି। ଆଉ ଆଜି ପାଇଛି ମାନେ ମୁଁ ନ ଖାଇ ଛାଡ଼ିବିନି। ଛାଡ଼ିଯିବେ? ନା, ଜମା ଛାଡ଼ିବିନି। ମୁଁ ଖୋଜୁଥିଲି ଏତେ ଦିନ ହେଲା BPL। ଆଉ ଆଜି ପାଇଛି ମାନେ ମୁଁ କଣ ନ ଖାଇଲେ ଆଉ ଛାଡ଼ିଦେବି? ନା, ଜମା ଛାଡ଼ିବିନି। ଆଜି ମୁଁ ଖାଇବି, ଖାଇବି, ଖାଇବି। ତମେ କଣ BPL? ସଂଖ୍ୟା ପରେ କହିବାକୁ ଗଲେ ମୁଁ ହେଲେ ଭାବିଲି ସେଇ BPL ସରକାରଙ୍କ ତରଫରୁ ମିଳୁଥିବା ମାଗଣା ଗହମ ଆଉ ଚାଉଳ। ସରି ଭୁଲିଗଲା। ତୁମର ସାଧାରଣ ଜ୍ଞାନ ନାହିଁ। ମୁଁ ଗୋଟେ ମଣିଷ ତୁମ ଆଗରେ ଠିଆ ହୋଇଛି, ହେଲେ ତୁମେ 2 ଟଙ୍କିଆ ଚାଉଳ ପାଇଁ ମତେ ଖାଇବାକୁ ଦଉଛନି। ସରି ମୋତେ କ୍ଷମା କରିଦିଅନ୍ତୁ। ହଉ ହେଲା, ଏଥର ମାମୁଁ ଗୋଟେ ଡାକ। ବାବୁ ତାଙ୍କର ଝିଅକୁ ମୁଁ ଇଲେକ୍ଟ୍ରିକ୍ ଟ୍ୟୁସନ୍ କରିବା ପାଇଁ ଆସିଛି। ତାମାନେ ଆପଣ ହଉଛନ୍ତି ହିଷ୍ଟ୍ରି ସାର୍। ନମସ୍କାର। ବାପା ସାର୍ ଆସିଲେ। ମୋ ଝିଅ ଖାଉଛି ଏ କଥା କଣ କି ଇଏ ଜନ୍ମ ହେଲା ବେଳେ ତା ମାକୁ ଖାଇଦେଲା, ସେଇଥିପାଇଁ ମୁଁ ତା ନାଁ ଦେଇଛି ଖାଉଛି। ହେଲେ ତାର ଗୋଟେ ଖରାପ ଅଭ୍ୟାସ ଅଛି, ଇଏ ଯେତେବେଳେ ଯାହା ଚାହିଁବ ଖାଇଯିବ, ବୁଝିଲ? ଯେ ତମେ ଗୋଟେ କାମ କରିବ, ଯେତେବେଳେ ଆମ ଘରକୁ ଆସିବ ତମେ ଯାହା ପାଇବ, ମାନେ କଦଳୀ, ନଡ଼ିଆ, ସେବ, ଅଙ୍ଗୁର, ଭେଣ୍ଡି, କାକୁଡି ଯାହା ପାଇବ ନେଇ ଆସ। କେତେବେଳେ ମାଗିବ ଦେଇଦବ। ହେଲେ ତମର କିଛି ଅସୁବିଧା ହେଇନି ତ? ଅସୁବିଧା ମାନେ ସେ ମତେ BPL ଲାଗେ ଖାଇବାକୁ ବସିଲାଣି। ମୁଁ ତ ଜାଣୁଥିଲି ଆଉ କିଏ ପୂଜାରେ ବସିଥିଲି, ସେ କିଛି ନା କିଛି ଗୋଟେ କାଣ୍ଡ କରି ଯାଇଥିବ ବୋଲି ମୁଁ
ଆସିବ ଆମ ଝିଅ ଯେତେବେଳେ ମାଗିବ ଦେଇ ଦଉଥବ ହେଲେ ମା ଯେ ସାରକୁ ତ ପ୍ରଣାମ କଲୁନି ବାପା ମୁଁ ସେ କାମରେ କଣ ଢିଲା ଦେଇଛି ଆଚ୍ଛା ସାର ପାଦ ଧରି ଆଣି ମୋ ମଥାରେ ମାରି ଦେଇଛି ଆଉ ତମେ ଯେତେ କହୁଛ ପୁଣି ଆଣି ମୋ ମଥାରେ ମାରି ଦଉଛି ଆଜିକି ସେତିକି ତ ମୁଣ୍ଡରେ ମାରିଥା ପୁଣି କେତେବେଳେ ପରେ ମାରିବୁ ହଉ ଦେଖିଲ ଇଏ ମୋ ଝିଅର ହିଷ୍ଟ୍ରିଟା ଏମିତି ୱିକ୍ କାହିଁକି ମାମୁଁ ହଁ ଭଣଜା ମୁଁ ଆପଣଙ୍କ ଝିଅକୁ ଦେଖି ସାରିଲା ପରେ ମୁଁ ଜାଣି ସାରିଲିଣି ତାର ଏତେ ଭରା ଖରା ମାନେ ଯାର ଜୋଗ୍ରାଫି ଯେତେ ଭଲ ତା ଏତେ ଭରା ସେତେ ଖରାପ ମାନେ ହଁ ବାପା ହଁ ସାର୍ ଠିକ କହିଛନ୍ତି ମୋର ଜିଓଗ୍ରାଫିରେ ଭଲ ହେଲେ ମୋର ହିଷ୍ଟ୍ରି ହଉଛି ଇଏ କେମିତି ରହିବ ଇଏ ହିଷ୍ଟ୍ରି ପ୍ରତି ଟିକେ ତ ଧ୍ୟାନ ଦେଲେ ସିନା ରହିବ ଆଉ କିଛି ତୋର ଅସୁବିଧା ହବନି ଲୋ ମା ଇଏ ଭଣଜା ଆସି ଯାଇଛି ମାନେ ଇଏ ତୁ ହିଷ୍ଟ୍ରି ପ୍ରତି ଟିକେ ଧ୍ୟାନ ଦଉଥିବୁ ଇଏ ମୋ ଜୋଗ୍ରାଫି ଟିଚରକୁ ଖବର ଦେଇଥିଲୁ ସେ ଆସି ପହଞ୍ଚି ଯାଉଥିବ ନମସ୍କାର ସାର୍ ଆୟୁଷ୍ମତୀ ଭାବ ଆପଣଙ୍କୁ କଣ କହିଲ ये काकू खाना ने ले ये मु दौची ने अरे सेवा कांडे लंबा खाइलु किछि खराब भाबी के नहीं सारे ये का तारो गोटे बदल अछि ये आसला बेले संगे रे हां जहा पाइबो नहीं आसु कौन माने कदली अंगूर सेव भेंडी काकुड़ी मुला जोगा पाइबो नहीं आसु अच्छा सारे ये आपण को ना का ମୋ ନା हां APL ଏପ୍ରିଲ ମାନେ ସରକାରଙ୍କ ତରଫରୁ ମାଗଣା ମିଳୁଥିବା ଗହମ ଆଉ ଚାଉଳ ନା ମୁଁ ଖାଇବି रो अरे मु दौचंदे ये चॉकलेट कानी हो ये सारे ये एपीएल माने कोन एपीएल माने होजे अदा पेला लोक ତମେ ବି ପିଏ ଆମେ ବଡି ପେଲା ଲୋକ बीपीएल माने होजे बड़ बड़ुआंक पाख लोक ଆମେ APL ମାନେ ଅଧା ପେଲା ଲୋକ ଆସିବା ପାଖରେ ଲାଗିବା ସରି तुम काहे ये एपीएल सारन को चिन्ह छ जे माने हां आमे लो दे भाई जाना मो ज्येष्ठ ଆଉ ମୋ କନିଷ୍ଠ ये
କଲା ଆଉ ତମେ ଦି ଭାଇ ସାଙ୍ଗ ଯେତେବେଳେ ହେଇଛ ଇଏ ମୋ ଝିଅର ବୁଦ୍ଧିର ବଟିଟାକ ଖାଲି ଜଳିଲା ଆଉ ହଉ ତମେ ଦି ଏବେ ডিসাইড করো টাইম ফিক্স করো ये किया কোন টাইমে আসি টিউশন ন করলো ও কইলা কথা হ্যাঁ জিওলা সময় দেখে সন্ধ্যা সময়ে হিস্ট্রি পড়িবা আবশ্যক মন ধীর স্থির নহলে পাঠ জমা মনে রহিব নাই এনো হ্যাঁ আমো এনো ସମୟରେ ଜୋଗ୍ରାଫି ଅଧ୍ୟୟନ କରିବା ଉଚିତ ନଚେତ ଶରୀର ମନ ହୃଦୟ ତେଜ ରହିବ ନାହିଁ লো সন্ধ্যা বেলে হিস্ট্রি পড়িবা আবশ্যক ସନ୍ଧ୍ୟା ବେଳେ ଜୋଗ୍ରାଫି ପଢିବା ଆବଶ୍ୟକ এইতে ଜୋଗ୍ରାଫି এইতে ଜୋଗ୍ରାଫି আবে হাত বাঁধ লাগো আবে হাত বাঁধ লাগো ঝগড়া করে ये ମୋ ଘରକୁ କୁରୁକ୍ଷେତ୍ର କରିବ ମନେ କଣ ঠিক আছে মামু ହଁ এই ডিসিশনটা ছাত্রের উপরে ছাড়ি দিয়াছো যাহা কইব আমি তাহা মানি নেব ଠିକ ଅଛି କୁହ ଛାତ୍ରୀ ତୁମେ ସନ୍ଧ୍ୟା ସମୟରେ ଜୋଗ୍ରାଫି ପଢିବ ନାହିଁ କୁଆଡ଼େ ଗଲୁ ବାବା ଆଇଲୁ 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 ଏ ତୁ ମୁଣ୍ଡ ଖୋଲିକି କହିଦେ କେତେବେଳେ ତୁ କଣ ପଢିବୁ ମୁଁ କହିବି ହଁ କହିବି ବାପା ହଁ ମୁଁ ଦିଦିର ପାଠ ଏକାବେଳକେ ପଢିବି ये दिटा जाक पाठ तू एका बेलके पढिबु एटा कोन हल्ला मुला हबो ତମେ ସେଥିପାଇଁ ଚିନ୍ତା କରନି ବାପା ସେ ଦକ୍ଷତା ମୋର ଅଛି ये सार दी जण एका थरके ट्यूशन न करबे आ हेले मा तू धैर्य धरी पाठिबु तो ହଁ ମୁଁ ଧୈର୍ଯ୍ୟ ଧରିବି ହଁ ହଉ ଝିଅ କାହାକୁ ମୋ ମୁଣ୍ଡକୁ ଗୋଟେ ଆଇଡିଆ ଆସିଛି କହିଲୁ ମା କହିବି ହଁ କହିବି କହିବୁ ବିପିଏଲ ସାର୍ ଯେତେବେଳେ ମତେ ହିଷ୍ଟ୍ରି ପଢେଇବେ ତାଙ୍କ ଚପଲ ଥିବ ବାହାରେ ଆଉ ଏପିଏଲ ସାର୍ ଯଦି ଆସିବେ ସେ ସମୟରେ ହଁ। ତାଙ୍କ ଚପଲ ଦେଖି ତାଙ୍କୁ ବାହାରେ ଅପେକ୍ଷା କରିବେ ଆଉ ଯଦି ଏପିଏଲ ସାର୍ ମତେ ପାଠ ପଢଉଥିବେ ହଁ। ତାଙ୍କ ଚପଲ ଦେଖି ବିପିଏଲ ସାର୍ ଅପେକ୍ଷା କରିବେ ମୁଁ ଠିକ କହିଲି ନା ବାପା ଏତିକି ବେଳେ ମୋ ଝିଅର ମୁଣ୍ଡକୁ ଇଏ ବୁଦ୍ଧିଟା ଜୁଟିଲା ଝିଅ କାହାର ହଉ আচ্ছা মামু ହଁ যদি বাই চান্স চপলক কুকুর নেই গলা ये तमे तो ଆମ ଘର ବାହାରେ ଯୋଉ କାନ୍ଥ ଆଲମିରା ଅଛି ଆଚ୍ଛା। ସେଇଠି ତମ ଚପଲଟା ରଖିଦବ ଠିକ ଅଛି ଆମେ ଆସୁଛୁ ସାର୍ ପୁଣି କେତେବେଳେ ଆସିବେ 8 ଘଣ୍ଟା 45 ମିନିଟରେ ଶୁଭ ଯୋଗ ନଡ଼ିଆ ଧୂପକାଠି ସଜାଡ଼ି ରଖିଥିବ ମୁଁ ଆସିଲେ କାର୍ଯ୍ୟଟା ଆରମ୍ଭ କରିଦେବା ମାମୁଁ, ଆସୁଛି ନମସ୍କାର ନମସ୍କାର ନମସ୍କାର
ମୋର ତେଣେ ବହୁତ କାମ ଆସିବାକୁ ମୋର ଡେରି ହେଇପାରେ ମୁଁ ଆସୁଛି ବାପା